ଚାଲନ୍ତୁ ବନେଇବା ବ୍ରେଡ଼୍ ଚପ୍। ବ୍ରେଡ଼୍ ଚପ୍ ପାଇଁ ମୁଁ ଏଠି ସବୁ ସାମଗ୍ରୀ ନେଇଛି। ଦେଖନ୍ତୁ, ଆମର ଏଠି କିଛି ବ୍ରେଡ଼୍ ରଖିଦେଇଛି। ଆଳୁ ସିଝେଇକି ଚୋପା ଛଡ଼େଇ ନେଇଛି। ଏଥିରେ ମୁଁ ପକାଇ ଦେଇଛି ଲୁଣ, ଲଙ୍କାଗୁଣ୍ଡ, କରି ପାଉଡ଼ର, ଆମର ଗରମ ମସଲା। ଆକୁ ଆମେ ଚକଟିବା। ଭଲସେ ଚକଟି ଦେଇକି ତାପରେ ଆମେ ବନେଇବା। ମୁଁ ସେ ବ୍ରେଡ଼ରେ ଆଳୁ ଯେଉଁ ତାକୁ ଚକଟିଲି ତାକୁ ସବୁ ମୁଁ ଏମିତି ଭାବରେ ଲଗାଇ ଦେଇଛି। ତାପରେ ଆଉ ଖଣ୍ଡେ ଖଣ୍ଡେ ଏମିତି ବ୍ରେଡ଼କୁ ଥୋଇ ଦେଇକି ତାପରେ ଆମେ ବ୍ରେଡ଼ ଏମିତି ଥୋଇଦେବା। ତାପରେ ମୁଁ ଏଠି ଗୋଟେ ବେଟର ବନେଇ ନେଇଛି। ଏଥିରେ ବେସନ ଆଉ ଲଙ୍କାଗୁଣ୍ଡ, ଜିରା ଗୁଣ୍ଡ, ଆମର ଲୁଣ ଆଉ କରି ପାଉଡ଼ର, ଗରମ ମସଲା ଗୁଣ୍ଡ ଦେଇକି ମୁଁ ଆକୁ ଗୋଟେ ବେଟର ବନେଇ ନେଇଛି। ତାପରେ ମୁଁ ଏଠି ଗ୍ୟାସ୍ ଲଗାଇକି କଢ଼ା ବସାଇକି ସେଥିରେ ତେଲ ଦେଇ ଦେଇଛି। ଆମେ ଏବେ ଛାଣିବା ବ୍ରେଡ଼୍ ଚପ୍। ତେଲ ଆମର ଗରମ ହେଇଗଲାଣି। ବର୍ତ୍ତମାନ ମୁଁ ଏଥିରେ ସବୁ ବ୍ରେଡ଼୍ ଗୁଡ଼ିକୁ ଛାଡ଼ି ଦେଉଛି। ଏବେ ଆମେ ହେଇଗଲା ତ ୟାକୁ ଆମେ ବାହାର କରିବା। ତାପରେ ସେମିତି ଆଉ ଗୋଟିଏ ବନେଇବା। ଏବେ ଆମେ ବାହାର କରିଦେବା। को बाहर करदेली।
ହେଇଗଲା ଆମର ବ୍ରେଡ଼୍ ଚପ୍। ସାଙ୍ଗମାନେ ଦେଖିଲେ ତ ମୁଁ କେମିତି ଭାବରେ ବନେଇନି ବ୍ରେଡ଼୍ ଚପ୍ଟା। ଆପଣ ଚାହିଁଲେ ତ କିଛି ମାନେ ଆମର କିଛି ଅସୁବିଧା ନାହିଁ। ଆଳୁକୁ ସିଧା କରିନେବେ, ମସଲା ସବୁ ଗୋଳେଇ ଦେଇକି ଆଳୁରେ ଚକୁଡ଼ି ଦେବେ। ଚକୁଡ଼ି ଦେଇ ସାରିଲା ପରେ ବେସନକୁ ସେମିତି ଆମର ଖାମି ବନେଇ ନେବେ ବା ଡୋ ବନେଇ ନେବେ। ବନେଇ ନେଇକି ଆମର ଏମିତି ଭାବରେ ମୁଁ ଯେମିତି ଛାଣିଲି ସେମିତି ଭାବରେ ଆମର ବ୍ରେଡ଼୍ ଚପ୍ ଗୁଡ଼ିକ ଛାଣିବେ। ଦେଖନ୍ତୁ ବଜାରରେ ଆଉ କ'ଣ ଆଉ ଦେଉଛନ୍ତି ଆମକୁ ଭଲ ଦେଖୁନାହାନ୍ତି, ଆମେ ନିଜେ ବନେଇଦେଲେ ସାଙ୍ଗେ ସାଙ୍ଗେ ବ୍ରେଡ଼୍ ଚପ୍ ଆମର ହେଇଗଲା। କେତେ ସୁନ୍ଦର ଭାବରେ ଏ 4ଟା ଜଣେ ଖାଇଦେଲେ ତା ପେଟ ଫୁଲ୍ ହେଇଯିବ। ସିଏ କାହିଁକି ବଜାରରୁ କିଣିକି ଆଣିବ ଥଣ୍ଡା ଜିନିଷକୁ ଚପଚପିଆ ମାନେ ଏତେ ସୁବିଧା ନୁହଁ। ସେ କ'ଣ ଦେଇକି ବନାଉଛନ୍ତି ତା ବି ସୁଦ୍ଧା ଆପଣମାନେ ଜାଣିବାକୁ ପାଇବେନି। ଆମେ ତ ଏଇ ଘରେ ସବୁ ବନେଇଲେ କେମିତି ଭାବରେ ସବୁ ଆମର ଅରିଜିନାଲ୍ ମସଲା ଦେଇକି ଭଲ ମସଲା ଦେଇକି ଗୁଣ୍ଡ ମସଲା ଦେଇକି ଆମେ ସବୁ ବନେଇଲେ। ତାପରେ ଦେଖିଲେ ତ ଏମିତି ଭାବରେ ସବୁ ଧୀରେ ଧୀରେ ଜିନିଷ ଗୁଡ଼ାକ ବନେଇକି ଆପଣମାନେ ଖାଇପାରିବେ। କିଛି ଆବଶ୍ୟକ ନାହିଁ ମାର୍କେଟରୁ କିଣିକି ଆଣିକି ଖାଇବା। ହଉ ସାଙ୍ଗମାନେ, ଆମର ତ ବ୍ରେଡ଼୍ ଚପ୍ ହେଇଗଲା, ଥଣ୍ଡା ହେଇଯିବ। ତାକୁ ଆମେ ବନେଇଲେ ଯେତେବେଳେ ଆମେ ଖାଇବାକୁ ପଡ଼ିବ। ଆଉ ସାଙ୍ଗମାନେ ଏମିତି ଭାବରେ ଆପଣଙ୍କ ଘରେ ବନେଇକି ଖାଆନ୍ତୁ। ମୋ ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗୁଛି ତାହେଲେ ନିଶ୍ଚିତ ଭାବରେ ଲାଇକ୍, କମେଣ୍ଟ, ସେୟାର କରନ୍ତୁ। ସବସ୍କ୍ରାଇବ୍ କରିବା ପାଇଁ ଜମା ଭୁଲନ୍ତୁନି। ରହିଲି ଆଜ୍ଞା, ଜୟ ଜଗନ୍ନାଥ।